हेलो फ्रेंड, डेली इनपु इंडिया चैनल रे मु स्वागत जनाऊँगी। आज मु डिप्लोमा बीटेक सिविल पिला मानक पई बहुत बड़ वैकेंसी नहीं आसी। चलतु लेट न करी आमे देखिया कौन वैकेंसी रही। प्रथम लिंक्डइन रे जिबे गूगल प्रॉपर्टी प्राइवेट लिमिटेड जଣେ ये सुप्रिया नायक बोली जଣେ अपलोड करछन्ती सी सेतिर एचआर अछन्ती। हाँ ଆଉ ଦେଖିଆ कौन कौन वैकेंसी रही। साइट इंजीनियर वैकेंसी रही, कस्ट एंड बिल्डिंग रही, आउ कॉन्ट्रैक्टर एंड प्रोमोशमेंट रही, बिलिंग इंजीनियर, प्रेशर कौन जो पिसरिंग इंजीनियर, फिनिशिंग इंजीनियर अच्छी, एमईपी इंजीनियर, प्लानिंग इंजीनियर, क्वांटिटी इंजीनियर, सेफ्टी इंजीनियर ये सब वैकेंसी रही। आउ एलिजिबिलिटी कौन ये दरकार बीटेक बी डिप्लोमा रे सिविल करथिए से माने अप्लाई करि परिवे। आउ मिनिमम क्वालिफिकेशन 2 ରୁ 10 इयर्स एक्सपीरियंस मागिछि किंतु ए माने प्रेशर पिला भी देई परिवे। मु तांको कांटेक्ट करी बुझिथिली। आउ लोकेशन पुणे, अहमदाबाद, कोलकाता आउ नागपुर यही जगह रहिबो। से माने खाइबा, हाँ खाइबा साथी रे रहिबा आउ ट्रांसपोर्टेशन सब किछि प्रोवाइड करिवे बोली कहउले। आउ डिजेबिलिटी टाइप भी लोकोमोटिव लो विजन स्पीच एंड हियरिंग किछि प्रॉब्लम थिले भी से माने हाँ से मानक पई कोन गोटे रिजर्वेशन रहउछि। मेल करी से मानक मु पचारिथिली कोन केमती रहउछि बोली। आउ देखिया आउ केमती अप्लाई करिए याकू। ମୁଁ ଆପଣଙ୍କୁ ଲିଙ୍କଟା ଆପଣଙ୍କୁ ଡିସ୍କ୍ରିପ୍ସନରେ ଦେଇଦିଏ। ସେ ଲିଙ୍କଟା ଡାଇରେକ୍ଟ କ୍ଲିକ୍ କଲା ପରେ ଏଇ ଫର୍ମରେ ଆସିଯିବେ। ଏଇ ଫର୍ମରେ କ'ଣ କରିବେ, ଏଇ ଫର୍ମରେ ଯିବେ, ଏଇ ମେଲ୍ ଆଇ ଡ଼ି ଦେବେ। ଏଇଠି ଆପଣଙ୍କ ନାଁ ଲେଖିବେ। ତାପରେ ଦେଇଛି ଇୟର୍ ଅଫ୍ ଏକ୍ସପିରିଏନ୍ସ। ଆପଣ ଯେତିକି ଇୟର୍ ଏକ୍ସପିରିଏନ୍ସ ଅଛି ସେତିକି କରେଣ୍ଟ ୱାର୍କିଂ ଅନ୍ ନ ଦିଆଯାଇଛି। ସେଇଠି ଆପଣ ଯଦି ୱାର୍କିଂ କରିଥିବେ ୟେସ୍ ମାରିବେ, ଯଦି ୱାର୍କିଂ କରିନଥିବେ ବୋଲେ ନ ମାରିବେ। ଆଇ ଯୁ ପର୍ସନ୍ ୱିଥ୍ ଡିଜେବିଲିଟି, ଆପଣ ଯଦି ବିକଳାଙ୍ଗ ଅଛନ୍ତି ୟେସ୍ ମାରିବେ, ନହେଲେ ନାଇଁ ମାରିବେ। ଡିଜେବିଲିଟି ଅଛି ମାନେ କେଉଁ ଟାଇପ୍ର ଡିଜେବିଲିଟି ଅଛି ସିଏ ବି ଏଇଠି ମେନସନ୍ କରିବାକୁ ପଡ଼ୁଛି। ପରସେଣ୍ଟେଜ୍ ଅଫ୍ ଡିଜେବିଲିଟି ବି ଦେଇଛି, 40%ରୁ ବିଲୋ, 40% ଏବଭ୍। ଆଉ କରେଣ୍ଟ ଇଣ୍ଡଷ୍ଟ୍ରିକୁ ମାନେ କେଉଁଥିରେ କାମ କରୁଛନ୍ତି, ମାନେ କନଷ୍ଟ୍ରକ୍ସନ୍, ରେସିଡେନ୍ସ କନଷ୍ଟ୍ରକ୍ସନ୍, କମର୍ସିଆଲରେ, ନନ୍ କନଷ୍ଟ୍ରକ୍ସନ୍ରେ କେଉଁଥିରେ କାମ କରନ୍ତି। ଆଜିକାଲି କ'ଣ ମାନେ ଡିପ୍ଲୋମା ବିଟେକ୍ ପିଲାମାନେ ଆଉ ସିଭିଲ୍ ଇଞ୍ଜିନିୟରିଂ କଲା ପରେ ବି ଆମ କନଷ୍ଟ୍ରକ୍ସନ୍ ସାଇଡ଼୍ରେ ଜବ୍ ନ ପାଇ ଆଇ ଟି ସେକ୍ଟରରେ କାମ କରୁଛନ୍ତି। ମାନେ କରେଣ୍ଟ କମ୍ପାନୀରେ କେଉଁଥିରେ କାମ କରୁଛନ୍ତି ସେଆ ବି ଏଇଠି ମାନେ ମେନସନ୍ କରି ଯଦି କାମ କରୁଛନ୍ତି, ନହେଲେ ନା ବୋଲି ଖାଲି ଏନେ ନା ବୋଲି ମାରିଦେଇ ଛାଡ଼ିଦେବେ। କରେଣ୍ଟ ଲୋକେସନ୍ ଆପଣ କେଉଁ ଲୋକେସନ୍ରେ ରହୁଛନ୍ତି, ବାଙ୍ଗଲୋର, ହାଇଦ୍ରାବାଦ, ଚେନ୍ନାଇ, ଅଦରରେ ପ୍ରିପେୟାର ଫର୍ ଲୋକେସନ୍। ଆଉ କେଉଁ ସାଇଡ଼୍ରେ ଆପଣ ଜବ୍ କରିବାକୁ ଚାହୁଁଛନ୍ତି ସିଆ ବି ଦିଆଯାଇଛି। ରୋଲ୍ ଫର୍ ଆପ୍ଲାଏ, ସିଭିଲ୍ ଫିନିସିଂ କ'ଣ ପାଇଁ କେଉଁ ରୋଲ୍ରେ ଆପ୍ଲାଏ କରିବେ ସିଏ ବି ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆଇଆର୍ କ୍ୱାଲିଫିକେସନ୍ କ'ଣ ରହିଛି ଆପଣ ସେଇଠି କ୍ଲିକ୍ କରିବେ। କରେଣ୍ଟ ସିଟିସି ଆପଣଙ୍କ ପର ଆନମ୍ କେତେ ରହୁଛି ତା କ୍ଲିକ୍ କରିବେ। ଆଉ ଏକ୍ସପେକ୍ଟେଡ୍ ସିଟିସି କେତେ ରହିବ ତା ଆପ୍ଲାଏ କରିବେ। ନୋଟିସ୍ ପିରିୟଡ଼ ଆପଣ କେତେ ଦିନ ଭିତରେ ଜଏନ୍ ହେଇପାରିବେ ସିଏ ଆପଣ ମାନେ ସେଇଠି ମେନସନ୍ କରିପାରିବେ। ଜେଣ୍ଡର ବି ମେଲ୍ କରିପାରିବେ। ଆଉ ଆପଣ ଆପଣଙ୍କ ସିଭି ଏଇଠି ଅପଲୋଡ଼ କଲା ପରେ ଆପଣଙ୍କ ଡିଜାବିଲିଟି ଯଦି ଅଛି ବୋଲି ଡିଜାବିଲିଟି ସାର୍ଟିଫିକେଟ୍ ଅପଲୋଡ଼ କରିଦେବେ, ତାପରେ ସବମିଟ୍ ମାରିଦେବେ। ସବମିଟ୍ ମାରିଦେଲା ପରେ ଆପଣଙ୍କ ମେଲ୍ରେ ସେ ଆପଣଙ୍କର ସବୁ କିଛି ଚେକ୍ କରିବେ। ମେଲ୍ରେ ଆପଣଙ୍କର 4-5 ଦିନ ଭିତରେ ସେମାନଙ୍କ ରେସ୍ପନ୍ସ ଆସିଯିବ।